ଗାଡ଼ିରେ ବସିଲେ ହେଉଛି କି ବାନ୍ତି? ଅନେକ ଲୋକଙ୍କ ପାଇଁ ଯାତ୍ରା ଏକ ଆନନ୍ଦର ବିଷୟ, କିନ୍ତୁ କିଛି ଲୋକ କାର୍, ବସ୍ କିମ୍ବା ଟ୍ରେନ୍ ଯାତ୍ରା ଆରମ୍ଭ କରିବା ମାତ୍ରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ଲୋକଙ୍କ ମୁଣ୍ଡ ଭାରି ହେବା, କ୍ଳାନ୍ତ ହେବା ଏବଂ ଏପରିକି ବାନ୍ତି ମଧ୍ୟ ଅନୁଭବ ହୁଏ। ଏହି ସମସ୍ୟାକୁ ମୋସନ୍ ସିକନେସ୍ କୁହାଯାଏ। ଆଜିର ଦ୍ରୁତ ଗତିର ଜୀବନରେ ଏହି ସମସ୍ୟା କ୍ରମଶଃ ସାଧାରଣ ହୋଇଗଲାଣି, ବିଶେଷ କରି ପିଲା, ବୃଦ୍ଧ ଏବଂ କ୍ୱଚିତ୍ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ। ଲୋକମାନେ ପ୍ରାୟତଃ ଏହାକୁ ସାମାନ୍ୟ ବୋଲି ଖାରଜ କରନ୍ତି, କିନ୍ତୁ ଯଦି ଏହା ବାରମ୍ବାର ଘଟେ ତେବେ ଏହା ଯାତ୍ରା ମଝିରେ ଗମ୍ଭୀର ହୋଇପାରେ। ତଥାପି ସଠିକ୍ ସୂଚନା ଏବଂ କିଛି ସରଳ ଅଭ୍ୟାସ ସହିତ ଏହି ସମସ୍ୟାକୁ ଅନେକାଂଶରେ ଏଡ଼ାଇ ଯାଇପାରିବ। ଉଦାହରଣ ସ୍ୱରୂପ, ଆପଣଙ୍କ ଆଖି ଗାଡ଼ି ଭିତରେ ସ୍ଥିର ଜିନିଷ ଦେଖିଥାଇପାରେ, କିନ୍ତୁ ଆପଣଙ୍କ କାନ ଏବଂ ଶରୀର ଗାଡ଼ିର ଗତିକୁ ଅନୁଭବ କରି ମସ୍ତିଷ୍କକୁ ସଂକେତ ପଠାଇଥାଏ। ଏହି ସମନ୍ୱୟର ଅଭାବ ମସ୍ତିଷ୍କକୁ ଦ୍ୱନ୍ଦ୍ୱରେ ପକାଇଥାଏ ଏବଂ ସ୍ନାୟୁତନ୍ତ୍ର ପ୍ରତିକ୍ରିୟା କରିଥାଏ। ଏହା ବାନ୍ତି, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଝାଳ ଏବଂ ବାନ୍ତି ସୃଷ୍ଟି କରେ। ଆପଣ ହୁଏତ ଲକ୍ଷ୍ୟ କରିଥିବେ ଯେ ଗାଡ଼ି ବନ୍ଦ ହେବା ପରେ ଏହି ଲକ୍ଷଣଗୁଡ଼ିକ ପ୍ରାୟତଃ କମିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ସହଜ। ଆପଣଙ୍କୁ କେବଳ କିଛି କଥା ମନେ ରଖିବାକୁ ପଡ଼ିବ। ଯଦି ଆପଣ ଏହି ଟିପ୍ସକୁ ଠିକ୍ ଭାବେ ଅନୁସରଣ କରନ୍ତି, ତେବେ ଆପଣଙ୍କ ଯାତ୍ରା ସହଜ ଏବଂ ଆରାମଦାୟକ ହେବ। ଯାତ୍ରା କରିବା ସମୟରେ ସାମ୍ନାରେ ଥିବା ଦୂର ଏବଂ ସ୍ଥିର କିଛି ଉପରେ ଆପଣଙ୍କ ନଜର ରଖନ୍ତୁ। ଯାତ୍ରା ସମୟରେ ମୋବାଇଲ, ପୁସ୍ତକ କିମ୍ବା ଲାପଟପ୍ ଦେଖିବାର ଦୂରେଇ ରୁହନ୍ତୁ। ଆସନରେ ଦୃଢ଼ ଭାବରେ ବସ ଏବଂ ଆପଣଙ୍କ ମୁଣ୍ଡକୁ ଅଧିକ ହଲେଇବାକୁ ଦିଅନ୍ତୁ ନାହିଁ। ତୀବ୍ର ଗନ୍ଧ, ଧୂମପାନ, ମଦ୍ୟପାନ ଏବଂ ଅତ୍ୟଧିକ ମସଲାଯୁକ୍ତ କିମ୍ବା ତେଲଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଯାତ୍ରା କରିବା ପୂର୍ବରୁ ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ପେଟକୁ ସମ୍ପୂର୍ଣ୍ଣ ଖାଲି ରଖନ୍ତୁ ନାହିଁ। ଅଦା ସେବନ କରନ୍ତୁ, ଯେପରିକି ଅଦା ବଟିକା, କ୍ୟାଣ୍ଡି କିମ୍ବା ଅଦା ଚା। ପାଟିରେ ଚୁଇଙ୍ଗମ୍ କିମ୍ବା ଟଫି ରଖିବା ଦ୍ୱାରା ମଧ୍ୟ ବାନ୍ତି ଅନୁଭବ କରିପାରେ। ଯଦି ସମସ୍ୟା ଗମ୍ଭୀର, ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇପାରିବେ।